ପିଲା ଚୋରି ସନ୍ଦେହରେ ଯୁବକକୁ ପିଟି ମାରିବା ଘଟଣାରେ 13 ଜଣ କୋର୍ଟ ଚାଲାଣ। ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅଞ୍ଚଳରେ ପିଲା ଚୋରି ସନ୍ଦେହରେ ଜଣେ ଯୁବକକୁ ପିଟି ମାରିବା ଘଟଣାରେ ପୋଲିସ 76/26ରେ ଏକ ମାମଲା ରୁଜୁ କରିଥିବା ବେଳେ 18 ଜଣ ନାମ ସହିତ ଅନ୍ୟ 10ରୁ 20 ଜଣ ସମ୍ପୃକ୍ତି ଅଛନ୍ତି ବୋଲି ପୋଲିସ ଏଫଆଇଆର କପିରେ ଉଲ୍ଲେଖ କରିଛି। ତେବେ ଉକ୍ତ ଘଟଣାରେ ପୋଲିସ ଆଜି ବୁଧବାର 13 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ସୂଚନା ଦେଇଛନ୍ତି ଥାନା ଅଧିକାରୀ ସୁମିତ କୁମାର ସୋରେନ। କୋର୍ଟ ଚାଲାଣ ହୋଇଥିବା ବ୍ୟକ୍ତିମାନେ ହେଲେ ଡେଙ୍ଗାଶୋଳ ଗ୍ରାମର ଶିବ ମାଝୀ, ପାଣ୍ଡୁ ମାଝୀ, ଖୁଦିରାମ ମୁର୍ମୁ, ରାଇସେନ ଟୁଡୁ, ସୁରେନ୍ଦ୍ର ସିଂ, ଦୁଃଖିଆ ବିନ୍ଧାଣୀ ଏବଂ ସାମାଇଟି ଗ୍ରାମର ଦୁଃଖୀରାମ ବିନ୍ଧାଣୀ, ସୁନାରାମ ମାରାଣ୍ଡି, ଭୁଣ୍ଡା ଟୁଡୁ, ବାବୁଲି ମାରାଣ୍ଡି। ସେହିପରି ଅନ୍ୟ 4 ଜଣ ହେଲେ ହାଣ୍ଡିଭଙ୍ଗା ଗ୍ରାମର କୃଷ୍ଣା ଭକ୍ତା, ରାମଚନ୍ଦ୍ର ରାମଦାସ ହାସଦା, ହୃଦାନନ୍ଦ ମହାନ୍ତ ଓ ଭୈରଙ୍ଗୀ ଶୋଳ ଗ୍ରାମର ମୋହନ ହାସଦା।